ଶ୍ରୀମନ୍ଦିର ଭିତରେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତକୁ 1 ବର୍ଷ ସଶ୍ରମ କାରାଦଣ୍ଡ ଦେଲେ ପୁରୀ ଅତିରିକ୍ତ ଦୌରା ଜଜ୍। କାରାଦଣ୍ଡ ସହ 5,000 ଟଙ୍କା ଜୋରିମାନା ନିର୍ଦ୍ଦେଶ ରହିଛି। ଗତ ବର୍ଷ ଅକ୍ଟୋବର 28 ତାରିଖ ସନ୍ଧ୍ୟାରେ ଶ୍ରୀମନ୍ଦିର ଭିତରେ ଘଟିଥିଲା ଘଟଣା। ଛତିଶଗଡ଼ ଅଞ୍ଚଳରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ଏକ ପରିବାରର ନାବାଳିକା ଝିଅକୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଗୁଜୁରାଟ କଚ୍ଛ ଅଞ୍ଚଳର ଅଭିଯୁକ୍ତ ବିଜୟ ସୁରେନ୍ଦ୍ର ପାଣ୍ଡିଆକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅତିରିକ୍ତ ଦୌରା ଜଜ୍ ରାମନାଥ ପଣ୍ଡା। ମାମଲାର କୋର୍ଟ 5 ଜଣ ସାକ୍ଷ୍ୟ ଗ୍ରହଣ କରିବା ପରେ ଦୋଷୀକୁ ଦଣ୍ଡିତ କରିଛନ୍ତି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ନେଇ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅସଦାଚରଣ କରିଥିବା ଅଭିଯୋଗରେ ସିଂହଦ୍ୱାର ପୋଲିସ ଏକ ମାମଲା କରିଥିଲେ। ମାମଲାର ବିଚାର ପାଇଁ ମାନ୍ୟବର ପକ୍ସୋ କୋର୍ଟ ଗୁରୁତର ସହ ଗ୍ରହଣ କରି ମାତ୍ର 5 ମାସ ସମୟରେ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ। ଏହି ମାମଲାକୁ ସରକାର ପକ୍ଷରୁ ଏପିପି ମଧୁସୂଦନ ଦାସ ପରିଚାଳନା କରିଥିଲେ। ଆଜି ପୁରୀ ଶ୍ରୀମନ୍ଦିର ଭିତରକାଠ ପାଖରେ ଓଡ଼ିଶାର ଏଇଟା ପ୍ରଥମ କେସ୍। ଓଡ଼ିଶାର ଏଇଟା ପ୍ରଥମ ପୁରୀ ମନ୍ଦିର ଘଟଣା ଆଜି ପର୍ଯ୍ୟନ୍ତ ବାହାରକୁ କେବେ ଆସିନଥିଲା। ଏଇଟା ପ୍ରଥମ ଥର କରି ସେମାନେ 4 ଜଣ ଭିକ୍ଟିମ୍ ସହିତ ତା ମା, ଭାଇ ଆଉ ଭିକ୍ଟିମ୍ ନିଜେ ଆଉ ତାର ସାଙ୍ଗ 4 ଜଣ ପୁରୀ ବୁଲିବାକୁ ଜଗନ୍ନାଥ ଦର୍ଶନ ପାଇଁ ଆସିଥିଲେ। ଜଗନ୍ନାଥ ଦର୍ଶନ କରିବା ପାଇଁ ଭିତରେ ପଶିଛନ୍ତି। ଭିତରକାଠ ପାଖାପାଖି ତାଙ୍କ ପଛରେ ଆଉ ଜଣେ ଲୋକ ଥାଏ, ସେ ବି ଅନନୋନ୍ ଲୋକ। ସିଏ ହେଉଛି କଚ୍ଛ ଗୁଜୁରାଟର, ତା ନାଁ ହେଉଛି ସୁରେନ୍ଦ୍ର ପାଣ୍ଡିଆ, ବିଜୟ ସୁରେନ୍ଦ୍ର ପାଣ୍ଡିଆ। ମାନେ ସିଏ ବି ଜଣେ ଆଉଟସାଇଡର। ସିଏ ପଛପଟେ ରହି ଗହଳିର ସୁବିଧା ନେଇ ସେ ଝିଅର ଶରୀରର ବିଭିନ୍ନ ଜାଗାରେ ହସ୍ତ ସଞ୍ଚାଳନ କରି ତାକୁ ଖରାପ ବ୍ୟବହାର କରିଥିଲା। ପ୍ରଥମ ଥର ସେ ଝିଅ ଯୋଡ଼େ ଜିନିଷ ତା ହାତରେ ଧରିଛି, ତେଣୁ ଆଉ ତାକୁ ସେ ରୋକି ପାରିଲାନି। ତାକୁ ବୁଲିକି ଯେତେବେଳେ ତାକୁ ଆପତ୍ତି ବିରୋଧ କଲା, ସେ ତାକୁ ପ୍ରଥମ ବିରୋଧରେ ସେ କହିଲା କି କିଆ ହୁଆ ବେଟା। ତାକୁ ସେ ବି ଛତିଶଗଡ଼ ଲୋକ, ଭିକ୍ଟିମ୍ ମାନେ ବି ଛତିଶଗଡ଼, ଇଏ ହେଉଛି କଚ୍ଛ ଗୁଜୁରାଟର ହିନ୍ଦୀ ରିଜନର ଲୋକ। ସେ ତାକୁ ମନା କରିବା ଫଳରେ ପୁଣି କିଛି ବାଟ ଗଲା ପରେ ପୁଣି ଅସଦାଚରଣ କରିସାରିଲା। ହଁ ଶୁଣନ୍ତୁ, ସେ ସେକେଣ୍ଡ ଟାଇମ୍ କଲା ପରେ ତାକୁ ପୁଣି ସେ ତାକୁ ପଚାରିଲା ପରେ ସିଏ କହିଲା କିଆ ହୁଆ ବେଟା। ବ୍ୟୁରୋ ରିପୋର୍ଟ, ଖବର ଓଡ଼ିଶା।